ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା। ପୂର୍ବ ବର୍ଷ ଗ୍ରୀଷ୍ମ ଋତୁ ଗୁଡ଼ିକରେ ଯେଉଁଭଳି ଭାବରେ ଗ୍ରୀଷ୍ମ ପ୍ରଭାବ ଅନୁଭୂତ ହେଉଥିଲା, ତାଠାରୁ ଚଳିତ ଗ୍ରୀଷ୍ମ ଋତୁରେ ଚାଲୁ ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତପ୍ତ ହୋଇପଡ଼ିଥିଲା ମୟୂରଭଞ୍ଜ ଓ ଏହାର ସଦର ମହକୁମା ବାରିପଦା ସହର। ଏପରିକି ଚଳିତ ବର୍ଷ ବହୁବାର ବିଶ୍ୱର 10 ଗୋଟି ଉତ୍ତପ୍ତ ସହର ମଧ୍ୟରୁ ଅନ୍ୟତମ ସହର ଭାବରେ ବିଶ୍ୱ ପରିଚିତ ହୋଇପାରିଲା ବାରିପଦା ସହର। ପରିସ୍ଥିତି ଏପରି ହେଲାଣି ଯେମିତି ପରିବେଶ ତାର ସନ୍ତୁଳନ ହରାଇବାକୁ ବସିଛି। ଏଣୁ ଏବେଠାରୁ ପରିବେଶ ସୁରକ୍ଷା ଜନିତ କାର୍ଯ୍ୟ କରିବା ସହିତ ଗଛ ଲଗାଇବା ଓ ସୁରକ୍ଷା କାର୍ଯ୍ୟ ହାତକୁ ନ ନେଲେ ଭବିଷ୍ୟତ ପିଢ଼ି ପ୍ରକୃତିର ଭୟାବହ ପରିସ୍ଥିତିକୁ ନିହାତି ସାମ୍ନା କରିପାରିବେ। ଏଣୁ ଆଗାମୀ ଦିନରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ମୁକାବିଲା କରିହେବ ସେ ବାବଦରେ ଭଞ୍ଜସେନାର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲାର ସବୁ ଧର୍ମର ପ୍ରମୁଖ ଧାର୍ମିକ ପୀଠଗୁଡ଼ିକରେ ଚନ୍ଦନ ଗଛ ଲଗାଇ ସବୁଜିମା ମୟୂରଭଞ୍ଜ ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଗଛ ଲଗାଇବା କାର୍ଯ୍ୟକ୍ରମ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ଆଗାମୀ 2-3 ମାସ ପର୍ଯ୍ୟନ୍ତ ଚାଲି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଉଛି। ମୟୂରଭଞ୍ଜ ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।